ଆମେ ତ ବହୁତ ପ୍ରସ୍ତୁତ ଅଛି ସମସ୍ତେ ଯେତିକି ପୂଜକ ଅଛନ୍ତି ଟ୍ରଷ୍ଟ ବୋର୍ଡ଼ ଅଛନ୍ତି ଆମର ଯେତେ ପ୍ରଶାସନ ଅଛନ୍ତି ସବୁ ବ୍ୟବସ୍ଥାକୁ ନେଇକରି ଆମେ ପ୍ରସ୍ତୁତ ଅଛୁ କାହିଁକି ଭିଡ଼ ଶ୍ରାବଣ ଭିଡ଼ ବହୁତ ହୁଏ ଦିନରେ ବି ଭିଡ଼ ହୁଏ ରାତିରେ ବି ଭିଡ଼ ହୁଏ ରବିବାର ଠାରୁ ହିଁ ଭିଡ଼ ଆରମ୍ଭ ହୁଏ। ହଁ ଆଜ୍ଞା ରବିବାରଠୁ ସୋମବାର ପର୍ଯ୍ୟନ୍ତ ସୋମବାର 2ଟା ପର୍ଯ୍ୟନ୍ତ ପୁରା ଭିଡ଼ ଲାଗିଥାଏ ପୁରା ଗୁରୁ ପୂର୍ଣ୍ଣିମା ପଡ଼ୁଛି ରବିବାର ଦିନ ପଡ଼ୁଛି ଗୁରୁ ପୂର୍ଣ୍ଣିମା ପୂଜା ଶେଷ ହେଲା ପରେ ତାପରେ ସୋମବାର ଦିନଠୁ ଆର ଦିନଠୁ ସୋମବାରିଆ ଆମର ଷ୍ଟାର୍ଟ ହେଇଯାଇଥାଏ ଆମର ଶଙ୍ଖ କୋଇଲି ସରସ୍ୱତୀ ଏବଂ ବ୍ୟାସଦେବଙ୍କର ଜନ୍ମସ୍ଥଳୀ ଆଉ ଚନ୍ଦ୍ରଶେଖର ବାବାଙ୍କର ଆଭିତ ଲିଙ୍ଗ ଅଛନ୍ତି ଏଠି ସେଥିପାଇଁ ଏଇ ଜାଗାରୁ ଜଳଟା ଉଠାନ୍ତି ବିଶ୍ୱାସ ତ ଭଗବାନର ବହୁତ ଭଗବାନ ପ୍ରତି ସମସ୍ତେ ଶ୍ରଦ୍ଧା ବିଶ୍ୱାସ କରିକି ରଖିଛନ୍ତି ସେଥିପାଇଁ ଫଳ ପ୍ରାପ୍ତି ହେଉଛନ୍ତି ଯିଏ ମାନସିକ କରୁଛନ୍ତି ଶ୍ରାବଣିଆ ଯେଉଁ ମାନସିକ ରଖୁଛନ୍ତି ସେମାନଙ୍କର ପୂରଣ ହେଉଛି ଭଗବାନ ଶୁଣୁଛନ୍ତି ତାଙ୍କ କଥା ଲାଷ୍ଟ 10 ବର୍ଷ ହେଲାଣି ଆମର ଗୋଟେ ଶ୍ରାବଣ ମାସରେ ଗୋଟେ ଆସ୍ଥା ରହିଛି ଯେ ଶିବଲିଙ୍ଗରେ ପାଣି ଢାଳିଲେ ମାନେ ମନସ୍କାମନା ପୂରଣ ହୁଏ ତ ସେଥିପାଇଁ ଲାଷ୍ଟ 10 ବର୍ଷ ହେଲାଣି ମୁଁ ଏଠୁ ପର୍ସନାଲି ଯାଏ ରାତିରେ ପାଣି ଉଠେଇକି ଆମର 15 କିଲୋମିଟର ଦୂରରେ ଘୋଗଡ଼ ଧାମ ଅଛି ସେଠି ଯାଇକି ସକାଳେ ପାଣି ଢାଳିକି ଆସୁ ସୋମବାରରେ ଏଠି ତ ମାନେ ମୁଁ ଜନ୍ମ ହେବା ଠାରୁ ଶୁଣି ଆସୁଛି ଯେ ଏଠି ତ୍ରିବେଣୀ ସଙ୍ଗମ ଆଉ ଯେହେତୁ ଏଠି ଗୋଟେ ଆସ୍ଥା ରହିଛି ଆଉ ଏଠି ବାବା ଚନ୍ଦ୍ରଶେଖର ବି ଅଛନ୍ତି ଏଠି ବି ଆମେ ପାଣି ଢାଳୁ ଆଉ ସୁନ୍ଦରଗଡ଼ର ସବୁ ଶୈବପୀଠ ଭିତରେ ଘୋଗଡ଼ ଧାମ ଆଉ ଚନ୍ଦ୍ରଶେଖର ବେଦବ୍ୟାସ ବହୁତ ମାନେ ଆସ୍ଥା ରହିଛି ଏଠି ପାଣି ଉଠେଇଲେ ମାନେ ମନରେ ଗୋଟେ ବିଶ୍ୱାସ ଅଛି ଯେ ଏଠି ତ୍ରିବେଣୀ ସଙ୍ଗମ ଯାହା ଆଉ ଏଟା ବି ସେଇଆ।